ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଘରର କବାଟକୁ କେବେ ଗୋଇଠା ମାରି ଖୋଲନ୍ତୁ ନାହିଁ, ନଚେତ୍ ଆପଣଙ୍କର ଘରେ ସବୁବେଳେ ଟଙ୍କା ପଇସାର ଅଭାବ ଦେଖାଯିବ। ମହିଳାମାନେ କେବେ ବି ଲୁଣ ରଖୁଥିବା ପାତ୍ରକୁ ଖୋଲା ରଖିବେ ନାହିଁ। ଏହାଦ୍ୱାରା ଘରେ ଧନହାନିର ଅଭାବ ଦେଖାଦେଇଥାଏ। ଯେଉଁ ସ୍ତ୍ରୀ ଲୋକର ପାଦର ଆଙ୍ଗୁଠି ମଧ୍ୟରେ ଫାଙ୍କା ରହିଥାଏ, ସେମାନେ ଧନ ସଞ୍ଚୟ କରି ପାରନ୍ତି ନାହିଁ ବୋଲି ମାନ୍ୟତା ଅଛି। ଦୀପାବଳି, ଶିବରାତ୍ରି, ଜନ୍ମାଷ୍ଟମୀ ଏବଂ ଦୋଳ ପୂର୍ଣ୍ଣିମା ଏହି 4 ରାତ୍ରିକୁ ମହାରାତ୍ରି କୁହାଯାଏ। ଏହି 4 ରାତ୍ରିରେ ଅନିଦ୍ରା ରହି ଭଗବାନଙ୍କ ନାମ ସ୍ମରଣ କଲେ ଭଗବାନ ନିଶ୍ଚୟ ଶୁଣିଥାନ୍ତି। ଦଶମୀ ଓ ଦ୍ୱାଦଶୀ ତିଥିରେ ପୋଇ ଏବଂ ଏକାଦଶୀ ତିଥିରେ ଶିମ୍ବ ଖାଇବା ଉଚିତ ନୁହେଁ। ଭୂମିରେ ପଡ଼ିଥିବା ଫୁଲ କିମ୍ବା ଆପେ ଝଡ଼ିଥିବା ଫୁଲ ପୂଜାଯୋଗ୍ୟ ନୁହେଁ, କିନ୍ତୁ ସେଫାଲି, ବଉଳ, ତୁଳସୀ ପତ୍ର, ବେଲପତ୍ର ଏଗୁଡ଼ିକ ଝଡ଼ିଥିଲେ ମଧ୍ୟ ପୂଜାଯୋଗ୍ୟ। ମଣିଷକୁ ଦିନେ ପଚରାଗଲା, ଏତେ ପାପ କାହିଁକି କରୁଛୁ? ସେ ପାପ କରି ତୁ କେମିତି ଖୁସିରେ ଅଛୁ? ମଣିଷ ଉତ୍ତର ଦେଲା, ମୁଁ ପାପକୁ ସବୁ ଗଙ୍ଗାରେ ବୁଡ଼ ପକେଇ ସବୁ ପାପକୁ ଧୋଇ ଦେଇ ଆସୁଛି। ଗଙ୍ଗାକୁ ପଚରାଗଲା, ତୁ ଏତେ ପାପ ନେଇ କ'ଣ କରୁଛୁ? ଗଙ୍ଗା କହିଲା, ମୁଁ ସବୁ ପାପ ନେଇ ସମୁଦ୍ରରେ ମିଶେଇ ଦଉଛି। ସମୁଦ୍ରକୁ ପଚରାଗଲା, ତୁ ସବୁ ପାପ ନେଇ କ'ଣ କରୁଛୁ? ସମୁଦ୍ର କହିଲା, ମୁଁ ସବୁ ପାପ ନେଇ ମୋଠୁ ବାୟୁ ଆଉ ବାଷ୍ପ ଦୁଇଜଣ ନେଇ ଯାଉଛନ୍ତି। ବାୟୁ ଆଉ ବାଷ୍ପକୁ ପଚରାଗଲା, ତମେମାନେ ଏ ପାପ ନେଇ କ'ଣ କରୁଛ? ସେମାନେ ବି ଉତ୍ତର ଦେଇ କହିଲେ, ଆମେ ବି କାହାର ପାପ ରଖୁନା। ଆମେ ବି ବର୍ଷା ସହିତ ମଣିଷମାନଙ୍କୁ ଫେରେଇ ଦଉଛୁ। ଏଥିରୁ ଆମେ ବୁଝିଯିବା କି ଯେଉଁ ପାପ ଆମେ କରିବା ତାର ସମୟ ଅନୁସାରେ ଭୋଗିବା। ସେଥିପାଇଁ ଯେଉଁ କର୍ମ ଆମେ କରୁଛେ ଭାବୁ ଚିନ୍ତିକି କରିବା ଆବଶ୍ୟକ। କାରଣ ପଛରେ ଆମେ ଅସୁବିଧାରୁ ମୁକ୍ତି ପାଇବା। ଦୟାକରି ନିଜେ ଉଚିତ ରାସ୍ତାରେ ଚାଲନ୍ତୁ ଆଉ ସବୁବେଳେ ସତର୍କ ରହି ନିଜର କର୍ମ କରି ଚାଲନ୍ତୁ। ଦୁନିଆର ସବୁଠୁ ଶକ୍ତିଶାଳୀ ଜିନିଷ ଅଟେ ଲୁହା, ଯିଏ ସମସ୍ତଙ୍କୁ କାଟି ପକାଏ। ଲୁହାଠାରୁ ଶକ୍ତିଶାଳୀ ଅଟେ ଅଗ୍ନି, ଯିଏ ଲୁହାକୁ ବି ତରଳାଇ ଦିଏ। ଅଗ୍ନିଠାରୁ ଶକ୍ତିଶାଳୀ ଅଟେ ଜଳ, ଯିଏ ଅଗ୍ନିକୁ ବି ଲିଭେଇ ଦେଇଥାଏ। ଆଉ ଜଳଠାରୁ ଶକ୍ତିଶାଳୀ ଅଟେ ମାନବ, ଯାହାକି ପାନୀୟ ଭାବେ ଗ୍ରହଣ କରିନିଏ। ମାନବଠାରୁ ଶକ୍ତିଶାଳୀ ଅଟେ ମୃତ୍ୟୁ, ଯିଏ ତା ସ୍ପର୍ଶକୁ ଟାଣିନିଏ। ଆଉ ମୃତ୍ୟୁଠାରୁ ଶକ୍ତିଶାଳୀ ଅଟେ ପ୍ରାର୍ଥନା, ଯିଏ ମୃତ୍ୟୁ ମୁଖରୁ ବି ଟାଣି ଆଣିଥାଏ। ଗୋଟିଏ କଥା ମନେ ରଖନ୍ତୁ, ଯାହା ସହ ଯେତେ ଦିନ ସମ୍ପର୍କ ଲେଖା ସେତିକି ଦିନ ପର୍ଯ୍ୟନ୍ତ ରହିବ। ତୁମେ ଯେତେ ବି ଚାହିଁଲେ ବି ସମ୍ପର୍କ ଭାଙ୍ଗିବାକୁ ଅଟକାଇ ପାରିବେ ନାହିଁ। କାହିଁକି ନା ଏ ଜୀବନର ନାଟକରେ କାହା ସହିତ କେତେ ଅଭିନୟ କରିବାକୁ ପଡ଼ିବ, ସେଇଟା ଈଶ୍ୱର ଆଗରୁ ସ୍ଥିର କରି ଏ ସଂସାରକୁ ଆମକୁ ପଠେଇଛନ୍ତି। ହଜାରେ ଗାଈ ଚରୁଥିବା ବେଳେ ଯଦି ବାଛୁରୀକୁ ଛାଡ଼ି ଦିଆଯାଏ, ତ ସେହି ମୂକ ପଶୁ ସିଧା ତା ମା ପାଖକୁ ଚାଲିଯାଏ। ଠିକ୍ ସେହିପରି ବ୍ୟକ୍ତି ଯାହା ଭଲ ମନ୍ଦ କାମ କରିଥାଏ, ତାର ଫଳ ତା ପଛେ ପଛେ ଚାଲିଥାଏ। ସେହି ଫଳ ବ୍ୟକ୍ତିକୁ ଭୋଗିବାକୁ ହିଁ ପଡ଼ିଥାଏ। ସେଥିପାଇଁ ବ୍ୟକ୍ତିକୁ ସବୁବେଳେ କିଛି ଭଲ କାମ କରିବା ଉଚିତ। ଜଙ୍ଗଲରେ ପ୍ରତିଦିନ ସକାଳୁ ବାଘ ଭାବେ ଯେ ତାକୁ ଜୋରରେ ଦୌଡ଼ିବାର ଅଛି, ନହେଲେ ସେ ଭୋକିଲା ମରିବ। ଏବଂ ହରିଣ ମଧ୍ୟ ଭାବେ ଯେ ତାକୁ ବାଘଠୁ ବେଶୀ
ଗତିରେ ଦୌଡ଼ିବାର ଅଛି, ନହେଲେ ସେ ବି ମରିଯିବ। ଆପଣ ବାଘ ହୁଅନ୍ତୁ ନା ହରିଣ ହୁଅନ୍ତୁ, ସେଥିରେ କିଛି ଫରକ ପଡ଼େନି। ଯଦି ଆପଣଙ୍କୁ ସୁନ୍ଦର ଜୀବନଯାପନ କରିବାର ଅଛି, ତାହେଲେ ପ୍ରତିଦିନ ଦୌଡ଼ିବାର ଅଛି। ଜୀବନ ହେଉଛି ଗୋଟେ ଜଳନ୍ତା ଦୀପ ପରି, କେତେବେଳେ ଯେ ଲିଭିଯିବ କେହି କହିପାରିବେନି। ତେଣୁ ଏତେ ଗର୍ବ ଅହଙ୍କାର କ'ଣ ପାଇଁ? କହନ୍ତି ମିଛ କହିବା ମହାପାପ। ଜାଣିବି ଲୋକ ବିଭିନ୍ନ ରାଣ, ଏମିତିକି ଭଗବାନଙ୍କର ରାଣ ପକାଇ ମିଛ କହିପାରନ୍ତି। ବଡ଼ ଆଶ୍ଚର୍ଯ୍ୟ ଲାଗେ। ଦୁନିଆରେ କାହାକୁ ଆଉ ମଣିଷ ବିଶ୍ୱାସ କରିବ? ମିଠା କଥା କହି କାହାର ଅମଙ୍ଗଳ କରିବାକୁ ଏମାନେ ପଛାଉ ନାହାନ୍ତି। ତଥାପି ମୁହଁରେ ଜୋର ସେମିତି ଥାଏ। ନା ଥାଏ ସଙ୍କୋଚ ନା ଲାଜ। ଶୁଣିଛି ଭୁଲ କଲେ କର୍ମଫଳ ମିଳେ। କାହାକୁ ନ ଡରିଲେ ବି ନିଜର କର୍ମକୁ ଆଉ ଭଗବାନଙ୍କୁ ଡରନ୍ତୁ। ହେଲେ କିଛି ଲୋକ ଏମାନଙ୍କୁ ବି ଫାଙ୍କି ମାରନ୍ତି। ଏମାନେ ଏତେ ମାରାତ୍ମକ ଯେ ପଛପଟୁ ଛୁରୀ ଭୁଷି ତାକୁ କିଛି ବି କ୍ଷତି କରିପାରନ୍ତି। ଏପରି ମଣିଷମାନଙ୍କୁ ମୋଟେ ବିଶ୍ୱାସ କରି ହୋଇ ନଥାଏ। ବିଷଧର ସର୍ପଠାରୁ ବି ବେଶୀ ବିଷାକ୍ତ। ଭଗବାନ କାହାରିକୁ ଦଣ୍ଡ ଦିଅନ୍ତି ନାହିଁ। ଆମର କର୍ମ ହିଁ ଆମକୁ ଦଣ୍ଡ ଦେଇଥାଏ। ତେଣୁ ଭାବିଚିନ୍ତିକି କର୍ମ କରନ୍ତୁ। ଲୁଣ ପାଣି ପାଖରେ ରଖିକରି ଶୋଇଲେ ମଶା ଆସନ୍ତି ନାହିଁ। ଗୁଜୁରାତି ଖାଇବା ଦ୍ୱାରା ମେରୁଦଣ୍ଡ ମଜବୁତ ହୋଇଥାଏ। ଶୋଇବା ସମୟରେ ଯଦି ସୋରିଷ ତେଲ ନାକରେ ପକାଇ କରି ଶୋଇଛନ୍ତି, ତେବେ ପେଟ କେବେ ବି ବାହାରି ନଥାଏ। ମଲବେରୀ ଖାଇବା ଦ୍ୱାରା ମସ୍ତିଷ୍କ ସୁସ୍ଥ ଏବଂ ଶକ୍ତିଶାଳୀ ହୋଇଥାଏ। ଚଣା ଡାଲିର ପାଣିରେ 1 ସପ୍ତାହ ମୁହଁ ଧୋଇଲେ ତ୍ୱଚା ସୁନ୍ଦର ଏବଂ ଚିକ୍କଣ ହୋଇଥାଏ। ମହୁ ସହିତ କଦଳୀ ଖାଇଲେ ବୁଦ୍ଧିର ଉନ୍ନତି ହୋଇଥାଏ। ଗରୁଡ଼ ଚିତ୍ର ଥିବା ଘଣ୍ଟି ଠାକୁର ଘରେ ରଖିଲେ ଅଗ୍ନି, ଚୋର ଓ ବଜ୍ରର ଭୟ ନଥାଏ। ମା ଲକ୍ଷ୍ମୀଙ୍କର ବସିଥିବା ମୂର୍ତ୍ତି ଫଟୋ ଘରେ ରଖନ୍ତୁ। ମା ଲକ୍ଷ୍ମୀଙ୍କର ଠିଆ ହୋଇଥିବା ମୂର୍ତ୍ତି କିମ୍ବା ଫଟୋ ବ୍ୟବସାୟରେ ବା ଅଫିସରେ ରଖିପାରିବେ। ସମୟ ଅଛି, ସୁଧୁରି ଯାଅ, ଟଙ୍କା ରୋଜଗାର କର, ନହେଲେ ନାକ ପୋଛିବାକୁ ବି ରୁମାଲ ପାଇବ ନାହିଁ। ଭଲ କର୍ମ କରି ରୋଜଗାର କରନ୍ତୁ ଆଉ ପରିବାର ସାଙ୍ଗେ ଖୁସି ସୁଖ ଶାନ୍ତିରେ ଚଳନ୍ତୁ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବ୍ କରନ୍ତୁ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।